ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ପୂର୍ବାହ୍ନ 11টাରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆସନ୍ତାକାଲି ଉତ୍କ୍ଷେପଣ କରିବ ସ୍ପେସ୍ ଡକିଂ ପରୀକ୍ଷଣ ସ୍ପେଡେକ୍ସ। ପ୍ରବଳ ବରଫପାତ ଯୋଗୁଁ ଶ୍ରୀନଗର ଜମ୍ମୁ 44 ନମ୍ବର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ। ମୁମ୍ବାଇ ଓ ଥାନେରେ ଆସନ୍ତା ବର୍ଷ ଜାନୁଆରୀ 10ରୁ ଆରମ୍ଭ ହେବ 21ତମ ଥାର୍ଡ ଆଇ ଏସୀୟ ଚଳଚ୍ଚିତ୍ର ମହୋତ୍ସବ ଏବଂ ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଦିନରେ ଆଜି ଦ୍ୱିତୀୟ ଇନିଂସ ଆରମ୍ଭ କରିଛି ଅଷ୍ଟ୍ରେଲିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11ଟା ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 117ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ୟୁଟ୍ୟୁବ୍ ଚ୍ୟାନେଲରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। 2024 ମସିହା ଶେଷ ହେବାକୁ ଯାଉଛି। ଆକାଶବାଣୀ ସମାଚାର ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟର ପ୍ରମୁଖ କାର୍ଯ୍ୟାବଳୀ ଉପରେ ଝଲକ ପ୍ରସ୍ତୁତ କରାଯାଇଛି। ଆଜି ଆସନ୍ତୁ ଶୁଣିବା ଅର୍ଥ ମନ୍ତ୍ରାଳୟର ପ୍ରମୁଖ ପଦକ୍ଷେପ ଏବଂ ଉପଲବ୍ଧି ସମ୍ପର୍କରେ। ଅର୍ଥ ମନ୍ତ୍ରାଳୟ ଅଭିନବ ଆର୍ଥିକ ପରିଚାଳନା ଏବଂ ନୀତିଗତ ସଂସ୍କାର ମାଧ୍ୟମରେ କ୍ରମାଗତ ଭାବରେ ବିତ୍ତୀୟ ଶାସନ ଓ ଜନକଲ୍ୟାଣ ବ୍ୟବସ୍ଥାରେ ଉନ୍ନତି ଆଣିଛି। ପବ୍ଲିକ୍ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ ସିଷ୍ଟମ ଜରିଆରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଯୋଜନାର କାର୍ଯ୍ୟକାରିତା ଯୋଗୁଁ ଡିଜିଟାଲ ଇଣ୍ଡିଆ ଅଭିଯାନ ସଫଳ ହୋଇଛି। ଚଳିତ ଆର୍ଥିକ ବର୍ଷରେ 1206ଟିରୁ ଅଧିକ ଯୋଜନାରେ ସ୍ୱଚ୍ଛ ଭାବରେ ପାଣ୍ଠି ହସ୍ତାନ୍ତରଣ କରାଯାଇଛି। ଆସନ୍ତା ବର୍ଷ ଏପ୍ରିଲରେ କାର୍ଯ୍ୟକାରୀ ହେବାକୁ ଥିବା ଏକୀକୃତ ପେନ୍ସନ୍ ଯୋଜନା ସହିତ ସରକାରୀ କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷା ସଂସ୍କାର ସଫଳ ଭାବେ ଲାଗୁ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଯୋଜନା ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ନିଶ୍ଚିତ ପେନ୍ସନ୍ ସୁବିଧା ପ୍ରଦାନ କରିବ। ଆର୍ଥିକ ଅନ୍ତର୍ଭୁକ୍ତିକରଣ ଚଳିତ ବର୍ଷରେ ଅର୍ଥ ମନ୍ତ୍ରାଳୟର ସର୍ବୋଚ୍ଚ ପ୍ରାଥମିକତା ରହିଥିଲା ଏବଂ ଏ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ସୁରକ୍ଷା ବୀମା ଯୋଜନା, ମୁଦ୍ରା ଏବଂ ଷ୍ଟାଣ୍ଡଅପ୍ ଇଣ୍ଡିଆ ଭଳି ପଦକ୍ଷେପ ଗୁରୁତ୍ୱ ବହନ କରିଥିଲା। କୃଷି କ୍ଷେତ୍ରରେ ମନ୍ତ୍ରାଳୟର ଋଣ ବିତରଣକୁ ସହଜ କରାଯାଇ ଚଳିତ ଆର୍ଥିକ ବର୍ଷରେ 24 ଲକ୍ଷ କୋଟିରୁ ଅଧିକ ଟଙ୍କା ଆବଣ୍ଟନ କରାଯାଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆସନ୍ତାକାଲି ସ୍ପେସ୍ ଡକିଂ ପରୀକ୍ଷଣ ସ୍ପେଡେକ୍ସ ଉତ୍କ୍ଷେପଣ କରିବ। ଏକ ସାକ୍ଷାତକାରରେ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ଇସ୍ରୋର ବର୍ଷ ଶେଷ ଅଭିଯାନ ଏକ ଐତିହାସିକ ଅଭିଯାନ ହେବ, କାରଣ ଏହା ମହାକାଶରେ 2ଟି ଉପଗ୍ରହକୁ ଡକିଂ ଅର୍ଥାତ୍ ସଂଯୋଗ କରାଇବା କ୍ଷେତ୍ରରେ ବିରଳ ସଫଳତା ହାସଲ କରିବ। ମହାକାଶରେ ଡକିଂରେ ପାରଦର୍ଶିତା ହାସଲ କରିବାରେ ସକ୍ଷମ ରାଷ୍ଟ୍ରମାନଙ୍କ ତାଲିକାରେ ଭାରତ ସାମିଲ ହେବ ବୋଲି ଡକ୍ଟର ସିଂ କହିଛନ୍ତି। ଏହି ଜଟିଳ କାର୍ଯ୍ୟକୁ ରୂପ ଦେବା ପାଇଁ ଇସ୍ରୋ PSLV ରକେଟ୍ ସହାୟତାରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ 2ଟି ସ୍ୟାଟେଲାଇଟ୍କୁ ଉତ୍କ୍ଷେପଣ କରିବ। ଶ୍ରୀନଗର ଜମ୍ମୁ 44 ନମ୍ବର ଜାତୀୟ ରାଜପଥକୁ ପ୍ରବଳ ବରଫପାତ ଯୋଗୁଁ ବନ୍ଦ କରିଦିଆଯାଇଛି। ଟ୍ରାଫିକ୍ ବିଭାଗର ଜଣେ ମୁଖପାତ୍ର କହିଛନ୍ତି, ବରଫପାତ ଯୋଗୁଁ ସେହି ରାସ୍ତାର ବିଭିନ୍ନ ସ୍ଥାନରେ ବରଫ ଜମା ହୋଇ ରହିବା ଏବଂ ରାସ୍ତା ଖସଡ଼ା ହୋଇଥିବାରୁ ଉଭୟ ପଟୁ ଯାତାୟାତ ବନ୍ଦ କରାଯାଇଛି। ସେ କହିଛନ୍ତି, ସମ୍ପୃକ୍ତ ରାଜପଥ କଡ଼ରେ ଥିବା କାଜିଗୁଣ୍ଡ ସେକ୍ସନରେ ବିପୁଳ ପରିମାଣର ବରଫ ଜମା ହୋଇଛି ଏବଂ କଟର ମେସିନ୍ ସାହାଯ୍ୟରେ ସେଗୁଡ଼ିକୁ ସଫା କରାଯାଉଛି। ପାଣିପାଗର ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ କିମ୍ବା ସମ୍ପୂର୍ଣ୍ଣ ବରଫ ନ ହଟାଯିବା ପର୍ଯ୍ୟନ୍ତ ଯାନବାହନ ଚଳାଚଳକୁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ ସମ୍ପୃକ୍ତ ରାସ୍ତାରେ 1300ରୁ ଅଧିକ ଭାରୀ ମୋଟରଯାନ ଅଟକି ରହିଛି। କୌଣସି ପ୍ରକାର ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଅଟକି ରହିଥିବା ଗାଡ଼ିଗୁଡ଼ିକୁ ପର୍ଯ୍ୟାୟକ୍ରମେ ଯାତାୟାତ କରିବାକୁ ଅନୁମତି ଦିଆଯାଇଛି। ଆଜି ସକାଳେ ଆବଶ୍ୟକ ଅନୁମତି ମିଳିବା ପରେ ଟ୍ରାଫିକ୍ ପୁନରୁଦ୍ଧାର ନେଇ ସମୀକ୍ଷା କରାଯିବ।
ଅନ୍ୟପକ୍ଷରେ ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାକୁ ଜମ୍ମୁ ଅଞ୍ଚଳର ରାଜୌରୀ ଏବଂ ପୁଞ୍ଚ ଜିଲ୍ଲା ସହ ସଂଯୋଗ କରୁଥିବା ଶ୍ରୀନଗର ଲେହ ରାଜପଥ ଏବଂ ମୁଗଲ ରୋଡ୍ ତୁଷାରପାତ ଯୋଗୁଁ ବନ୍ଦ ରହିଛି। ରାସ୍ତାର ସ୍ଥିତି ବିଷୟରେ ନିଶ୍ଚିତ ହେବା ପରେ ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 21ତମ ଥାର୍ଡ ଆଇ ଏସୀୟ ଚଳଚ୍ଚିତ୍ର ମହୋତ୍ସବ ଆସନ୍ତା ବର୍ଷ ଜାନୁଆରୀ 10ରୁ 16 ତାରିଖ ପର୍ଯ୍ୟନ୍ତ ମୁମ୍ବାଇ ଓ ଥାନେରେ ଅନୁଷ୍ଠିତ ହେବ। ମହୋତ୍ସବ ପାଇଁ ଚୟନ ହୋଇଥିବା 61ଟି ଚଳଚ୍ଚିତ୍ର ଅନ୍ଧେରୀ, ସିଓନ୍ ଏବଂ ଥାନେର ମୁଭିମ୍ୟାକ୍ସ ସିନେମା ହଲ୍ରେ ପ୍ରଦର୍ଶିତ ହେବ। କାନ୍ସ ଚଳଚ୍ଚିତ୍ର ଉତ୍ସବରେ ଅନସର୍ଟନ ରିଗାର୍ଡ ବିଭାଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଚାଇନିଜ୍ ଚଳଚ୍ଚିତ୍ର ଦ ବ୍ଲାକ୍ ଡଗ୍ ପ୍ରଦର୍ଶନ ସହ ଏହି ମହୋତ୍ସବ ଆରମ୍ଭ ହେବ। ଏଥିରେ ପ୍ରସିଦ୍ଧ ଗୀତିକାର ଜାଭେଦ ଅଖ୍ତରଙ୍କୁ ଏସୀୟ ଚଳଚ୍ଚିତ୍ର ସଂସ୍କୃତି ପୁରସ୍କାର ଏବଂ ସାମ୍ବାଦିକ ରଫିକ ବାଗଦାଦୀଙ୍କୁ ସତ୍ୟଜିତ ରାୟ ସ୍ମାରକୀ ପୁରସ୍କାର ପ୍ରଦାନ କରାଯିବ। ଚେସ୍ ଚମ୍ପିୟନ ଗୁକେଶ ଡି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତକାଲି ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଗୁକେଶ ଡିଙ୍କ ସଂକଳ୍ପ ଏବଂ ସମର୍ପଣକୁ ପ୍ରଶଂସା କରି କହିଛନ୍ତି ତାଙ୍କ ଆତ୍ମବିଶ୍ୱାସ ବାସ୍ତବରେ ପ୍ରେରଣାଦାୟୀ ଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି ଗୁକେଶ ଶାନ୍ତି ଏବଂ ନମ୍ରତାର ପ୍ରତୀକ ଅଟନ୍ତି। ଗୁକେଶଙ୍କ ପିତାମାତାଙ୍କ ଅତୁଳନୀୟ ସମର୍ଥନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ପ୍ରତ୍ୟେକ କ୍ରୀଡ଼ାବିତ୍ଙ୍କ ସଫଳତାରେ ପିତାମାତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି। ବାଟାଲିୟନ ସ୍ତରୀୟ ମିଳିତ ସାମରିକ ଅଭ୍ୟାସ ସୂର୍ଯ୍ୟକିରଣର 18ତମ ସଂସ୍କରଣରେ ଅଂଶଗ୍ରହଣ କରିବା ପାଇଁ ଭାରତୀୟ ସେନାର 334 ଜଣିଆ ଦଳ ନେପାଳ ଗସ୍ତ କରିଛି। ଆସନ୍ତା ମଙ୍ଗଳବାରଠାରୁ ଜାନୁଆରୀ 13 ତାରିଖ ପର୍ଯ୍ୟନ୍ତ ନେପାଳର ସାଲଝଣ୍ଡିଠାରେ ଏହି ସାମରିକ ଅଭ୍ୟାସ ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମିଳିତ ଜାତିସଂଘ ଚାର୍ଟର ଅନୁଯାୟୀ ଜଙ୍ଗଲ ମଧ୍ୟରେ ଯୁଦ୍ଧ, ପାହାଡ଼ିଆ ଅଞ୍ଚଳରେ ଆତଙ୍କବାଦ ନିରୋଧୀ ଅଭିଯାନ ଏବଂ ମାନବିକ ସହାୟତା ଓ ବିପର୍ଯ୍ୟୟ ପରିସ୍ଥିତିରେ ରିଲିଫ୍ ପ୍ରଦାନ କ୍ଷେତ୍ରରେ ଆନ୍ତଃ କାର୍ଯ୍ୟକ୍ଷମତା ବୃଦ୍ଧି କରିବା ଲକ୍ଷ୍ୟରେ ଏଭଳି ସମରାଭ୍ୟାସର ଆୟୋଜନ କରାଯାଇଛି। ପରିଚାଳନାଗତ ପ୍ରସ୍ତୁତି, ଡାକ୍ତରୀ ପ୍ରଶିକ୍ଷଣ, ପରିବେଶ ସଂରକ୍ଷଣ ଏବଂ ବିମାନ ଚଳାଚଳ ଆଦି ବିଭିନ୍ନ କ୍ଷେତ୍ର ଉପରେ ଏହି ଅଭ୍ୟାସରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ଭାରତ ଏବଂ ନେପାଳ ମଧ୍ୟରେ ବନ୍ଧୁତା, ବିଶ୍ୱାସ ଏବଂ ସାଧାରଣ ସାଂସ୍କୃତିକ ଦୃଢ଼ ସମ୍ପର୍କର ଏହା ଏକ ପ୍ରତିଫଳନ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି। ଦିଲ୍ଲୀରେ ପ୍ରସ୍ତାବିତ ମହିଳା ସମ୍ମାନ ଯୋଜନା ପାଇଁ ବେସରକାରୀ ଲୋକଙ୍କ ଦ୍ୱାରା ଦିଲ୍ଲୀ ବାସିନ୍ଦାଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ଅଭିଯୋଗର ତଦନ୍ତ କରିବାକୁ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ନିର୍ଦ୍ଦେଶ ଦେଇଛନ୍ତି। ନାଗରିକଙ୍କ ଗୋପନୀୟତା ଉଲ୍ଲଂଘନ କରୁଥିବା ଅଭିଯୋଗରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପରାଜ୍ୟପାଳ କହିଛନ୍ତି। ପୋଲିସ କମିଶନର ଏନେଇ କ୍ଷେତ୍ର ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିପାରିବେ ବୋଲି ସେ କହିଛନ୍ତି। ସରକାରୀ ଯୋଜନାରେ ନାମ ପଞ୍ଜୀକରଣ କରିବା ପାଇଁ ଶିବିର ଆୟୋଜନ ମାଧ୍ୟମରେ ବେସରକାରୀ ବ୍ୟକ୍ତିବିଶେଷ ଦିଲ୍ଲୀ ବାସିନ୍ଦାଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରୁଥିବା ନେଇ ଅଭିଯୋଗ ପରିପ୍ରେକ୍ଷୀରେ ଉପରାଜ୍ୟପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ମେଲବର୍ଣ୍ଣଠାରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ର ଆଜି ଚତୁର୍ଥ ଦିନରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଅଷ୍ଟ୍ରେଲିଆ 2 ୱିକେଟ୍ ହରାଇ 53 ରନ୍ ସ୍କୋର କରିଛି। ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ 158 ରନ୍ରେ ଅଗ୍ରଣୀ ରହିଛି। ଆଜି ସକାଳେ ଭାରତ 358 ରନ୍ରୁ ଖେଳ ଆରମ୍ଭ କରିଥିଲେ ମଧ୍ୟ 369 ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। 5 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବା ବେଳେ ତୃତୀୟ ଟେଷ୍ଟ ମ୍ୟାଚ୍ ଅମୀମାଂସିତ ରହିଥିଲା। ହକି ଇଣ୍ଡିଆ ଲିଗ୍ 2024-25 ଗତକାଲିଠାରୁ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହୋଇଛି। 2ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ଆସନ୍ତା ମାସ 18 ତାରିଖ ପର୍ଯ୍ୟନ୍ତ ଚାଲିବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ ଏସ୍ଜି ପାଇପର୍ସ 4-2 ଗୋଲ୍ରେ ଗୋନାସିକା ଦଳକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ପୂର୍ବାହ୍ନ 11ଟାରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆସନ୍ତାକାଲି ଉତ୍କ୍ଷେପଣ କରିବ ସ୍ପେସ୍ ଡକିଂ ପରୀକ୍ଷଣ ସ୍ପେଡେକ୍ସ। ପ୍ରବଳ ବରଫପାତ ଯୋଗୁଁ ଶ୍ରୀନଗର ଜମ୍ମୁ 44 ନମ୍ବର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ।
ଏବଂ ବର୍ଡ଼ର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଦିନରେ ଆଜି ଦ୍ୱିତୀୟ ଇନିଂସ ଆରମ୍ଭ କରିଛି ଅଷ୍ଟ୍ରେଲିଆ। ସମ୍ବାଦ ଶେଷ ହେଲା।